ଜୟ ଜଗନ୍ନାଥ ସାଙ୍ଗମାନେ ଆଶା କରୁଛି ସମସ୍ତେ ବହୁତ ହି ଭଲରେ ଥିବ। ତ ପିଲାମାନେ ଆମର OSSC CGL ପାଇଁ ଯେଉଁ ଆମେ ପ୍ରିଲିମ୍ ଏକ୍ଜାମ୍ ପାଇଁ ଯେଉଁ କ୍ଲାसेସ୍ ଆମେ ଷ୍ଟାର୍ଟ କରିଥିଲେ ସେ କ୍ଲାसेସ୍ ଆମର କଣ୍ଟିନ୍ୟୁ ରହିଛି, ଯେଉଁଥିରେ ଆମେ ଓଡ଼ିଶା ଜିକେର ଗୋଟେ ସିରିଜ୍ ଷ୍ଟାର୍ଟ କରିଥିଲେ ଏବଂ ଓଡ଼ିଶା ଜିକେର ବହୁତ ସାରା ଜିନିଷ ମୁଁ ତୁମକୁ ପ୍ରୋଭାଇଡ଼ କରିସାରିଛି ଅଲରେଡ଼ି କ୍ଲାସ୍ରେ ହେଲା। ତ ଆଜି ଆମେ ଓଡ଼ିଶା ହିଷ୍ଟ୍ରିର ଗୋଟେ କ୍ଲାସ୍ କରିବା ହେଲା, ଯେଉଁଥିରେ ଆମେ ଓଡ଼ିଶାର ଏନ୍ସିଏଣ୍ଟ ହିଷ୍ଟ୍ରି ବିଷୟରେ ଆମେ ଡିସ୍କସନ୍ କରିବା ହେଲା। ତ କମ୍ପ୍ଲିଟ୍ ଆମେ ହିଷ୍ଟ୍ରିକୁ କଭର୍ କରିବା ଓଡ଼ିଶାର। ତ ଏନ୍ସିଏଣ୍ଟ ହିଷ୍ଟ୍ରିରୁ ଆମେ ଷ୍ଟାର୍ଟ କରିବା ହେଲା। ତ ଆଜିର କ୍ଲାସ୍ ଯେଉଁ ଏନ୍ସିଏଣ୍ଟ ହିଷ୍ଟ୍ରିର ରହିବ ଏ କ୍ଲାସ୍ଟି ତୁମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ରହିବ। କ'ଣ ପାଇଁ? ତୁମେ ଏକ୍ଜାମ୍କୁ ଯଦି ଦେଖିବ, ଏକ୍ଜାମ୍ରେ ତୁମର ସିଲାବସ୍ରେ କମ୍ପ୍ଲିଟ୍ ଓଡ଼ିଶା ଜିକେ ଲେଖା ଅଛି। ଓଡ଼ିଶା ଜିକେ ମାନେ ସେଥିରେ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, ଇକୋନୋମିକ୍ସ, ତୁମର ଷ୍ଟାଟିକ୍ ସବୁ ବିଷୟର ଆସିବ, ବୁଝିଗଲା। ତେଣୁ ହିଷ୍ଟ୍ରି ମଧ୍ୟ ଯେହେତୁ ଆସୁଛି, ତେଣୁ ଇଏ କ୍ଲାସ୍ଟି ତୁମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ରହିବ। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭିଡ଼ିଓକୁ ଦେଖିବ, ଖାତାରେ ତାର ନୋଟ୍ସ ପ୍ରିପେୟାର କରିବ। ତା ସହିତ ମୁଁ ୟାର PDF ମଧ୍ୟ ତୁମକୁ ସେୟାର କରିବି। ଯଦି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନାହଁ, ଟେଲିଗ୍ରାମ ଚ୍ୟାନେଲରେ ତୁମେ ଜଏନ୍ ହେଇଯିବ, ୟାର PDF ନୋଟ୍ସ ମୁଁ ପ୍ରୋଭାଇଡ଼ କରିଦେବି ହେଲା। ତେଣୁ ଆମେ କ୍ଲାସ୍ଟିକୁ ଷ୍ଟାର୍ଟ କରିବା। ଯେଉଁମାନେ ଚ୍ୟାନେଲକୁ ନୂଆ କରି ଆସିଛ ନିଶ୍ଚିତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିବ ହେଲା। ଆଉ ପ୍ଲେଲିଷ୍ଟକୁ ଯାଇକି ଆମର ଅନ୍ୟାନ୍ୟ ସମସ୍ତ ଭିଡ଼ିଓକୁ ମଧ୍ୟ ତୁମେ ଦେଖିପାରିବ। ମ୍ୟାଥମେଟିକ୍ସର ମଧ୍ୟ କ୍ଲାସେସ୍ ଚାଲିଛି, ମ୍ୟାଥମେଟିକ୍ସ କ୍ଲାସ୍ ଗୁଡ଼ା ମଧ୍ୟ ତୁମେ ଦେଖିପାରିବ ହେଲା। ତ ଡେରି କରିବାନି, ଷ୍ଟାର୍ଟ କରିବା କ୍ଲାସ୍ଟିକୁ। ଚାଲ ଏନ୍ସିଏଣ୍ଟ ହିଷ୍ଟ୍ରି ଅଫ୍ ଓଡ଼ିଶା ଆମେ ଷ୍ଟାର୍ଟ ଯେଉଁଠୁ କରିବା ହେଲା। କିଛି ହିଷ୍ଟୋରିକାଲ ପଏଣ୍ଟସ୍ କିଛି ଅଛି, ଇମ୍ପୋର୍ଟାଣ୍ଟ ପଏଣ୍ଟସ୍, ସେଗୁଡ଼ାକ ପ୍ରଥମେ ଆମେ ମନେ ରଖିବା। ତାପରେ ଆମେ ଆଗକୁ ସିରିଏଲି ଗୋଟେ ପରେ ଗୋଟେ ଆମେ ପଢ଼ିକି ଚାଲିବା ହେଲା। ପ୍ରଥମ କିଛିଟା ଫ୍ୟାକ୍ଟ ଜିନିଷ ଅଛି ଯେଉଁଗୁଡ଼ା ଆମକୁ ଜାଣିବା ନିହାତି ଦରକାର ଅଛି। ଆଉ ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁରୁ ଏ ପଏଣ୍ଟସ୍ ଗୁଡ଼ା ବହୁତ ଇମ୍ପୋର୍ଟାଣ୍ଟ। କ'ଣ ପାଇଁ? କ୍ୱେଶ୍ଚନ୍ ଏକ୍ଜାମ୍ରୁ ଏଇଥିରୁ ଆସିଛି ବହୁତ ଥର, ବୁଝିଗଲା। ତ କ'ଣ ପଏଣ୍ଟ ସବୁ ଅଛି ଗୋଟେ ଗୋଟେ ଡିସ୍କସନ୍ କରିବା। ଦେଖ, ପ୍ରଥମ ପଏଣ୍ଟ ତୁମର କ'ଣ ଅଛି ଦେଖ, ଇନ୍ ଏନ୍ସିଏଣ୍ଟ ଟାଇମ୍। ଏନ୍ସିଏଣ୍ଟ ମାନେ ପୁରୁଣା କାଳରେ ହେଲା, ବହୁତ ବର୍ଷ ତଳେ ହେଲା। ଇଟ୍ ୱାଜ୍ ନୋନ୍ ବାଇ ଡିଫରେଣ୍ଟ ନେମ୍। ଇଟ୍ ୱାଜ୍ ମାନେ ଆମର ଓଡ଼ିଶାକୁ ବିଭିନ୍ନ ନାମରେ ନାମକରଣ କରାଯାଇଥିଲା ହେଲା, ବା ଅନ୍ୟାନ୍ୟ ବହୁତ ସାରା ନାମରେ ଓଡ଼ିଶା ଆମର ସେତେବେଳେ ଜଣାଥିଲା। ଇନ୍ ଡିଫରେଣ୍ଟ ପିରିୟଡ଼ ମାନେ ଅଲଗା ଅଲଗା ସମୟରେ ଆମର ଓଡ଼ିଶାର ନାମ ଅଲଗା ଅଲଗା ଥିଲା। ଯେମିତି ଆମର ଓଡ଼ିଶାର ନାମ କଳିଙ୍ଗ ବି ଥିଲା, ଓଡ୍ରା ବା ଓଡ୍ରା ଦେଶ କୁହାଯାଉଥିଲା, ଉତ୍କଳ କୁହାଯାଉଥିଲା, କୋଶଳ କୁହାଯାଉଥିଲା, ତାପରେ ତୋସଳା କୁହାଯାଉଥିଲା, କଙ୍ଗଡ଼ା କୁହାଯାଉଥିଲା, ବୁଝିଗଲା। ଏଇସବୁ ଯେଉଁ ନାଁ ଗୁଡ଼ା ମୁଁ ବ୍ଲୁ କଲର୍ କରିଦେଇଛି, ଏ ସବୁ ଓଡ଼ିଶାର ହିଁ ନାଁ ଥିଲା ହେଲା। କେବେ ଥିଲା ନା ଏନ୍ସିଏଣ୍ଟ ଟାଇମ୍ରେ, ବହୁତ ବର୍ଷ ତଳେ ଏଗୁଡ଼ା ସବୁ ଆମର ଓଡ଼ିଶାର ନାମ ଥିଲା। କିନ୍ତୁ ଏବେ ଆମେ ଆମ ରାଜ୍ୟକୁ ଓଡ଼ିଶା ନାମରେ ଆମେ କହୁଛୁ, ବୁଝିଗଲା। ପଏଣ୍ଟ ନମ୍ବର 1, ଏଇଥିରୁ ପ୍ରଶ୍ନ ବହୁତ ଥର ଆସିଛି। ଅପସନ୍ରେ ତୁମକୁ 4ଟା ଅପସନ୍ ଦେଇଦେବ, କହିବ ଏଇ ଭିତରୁ କେଉଁଟା ଓଡ଼ିଶାର ନାଁ ନଥିଲା ଏନ୍ସିଏଣ୍ଟ ଟାଇମ୍ରେ। ତ ତୁମେ ନାଁ ଗୁଡ଼ା ଜାଣିଥିଲେ କରିପାରିବ ଆନ୍ସର୍, ବୁଝିପାରୁଛ। ତେଣୁ ଏଇ ନାଁ ଗୁଡ଼ାକ ଟିକେ ମନେ ରଖିବ, ଏ ନାଁ ଗୁଡ଼ା ବହୁତ ଇମ୍ପୋର୍ଟାଣ୍ଟ ହେଲା। ଓଡ଼ିଶାର କ'ଣ କ'ଣ ସବୁ ଆଗରୁ ସବୁ ନାଁ ଥିଲା ହେଲା, ବୁଝିଗଲା। ପଏଣ୍ଟ ନମ୍ବର 1। ଚାଲ ନେକ୍ସଟ ଦ୍ୱିତୀୟ ପଏଣ୍ଟ କ'ଣ କହିଛି ଦେଖ। ଦ୍ୱିତୀୟ ପଏଣ୍ଟ କହିଛି ଦ ନେମ୍ ଅଫ୍ ଓଡ଼ିଆ ଅରିଜିନେଟେଡ୍ ଫ୍ରମ୍ ଓଡ୍ରା। ଏଇ ଯେଉଁ ଓଡ଼ିଆ ନାମଟା ପିଲାମାନେ ଏଇଟା କେଉଁଠୁ ଆସିଛି ନା ଓଡ୍ରାରୁ ତୁମର ଓଡ଼ିଆ ହେଇଛି ହେଲା। ଆଉ ଓଡ୍ରା ବା ତାକୁ ଓଡ୍ରା ଟ୍ରାଇବ୍ ବୋଲି ଆମେ କହିଥାଉ ହେଲା। ତ ଏଇ ଓଡ୍ରା ବା ଓଡ୍ରା ଟ୍ରାଇବ୍ ନାଁରୁ ହିଁ ଓଡ଼ିଆ ନାଁଟା ତୁମର ଆସିଛି ହେଲା। ଦେଟ୍ ଇନହେବିଟେଡ୍ ଦ ସେଣ୍ଟ୍ରାଲ କୋଷ୍ଟାଲ ବେଲ୍ଟ। ଏବଂ ଏଇ ଓଡ୍ରା ଟାଇପ୍ର ଯେଉଁ ଲୋକମାନେ ଥିଲେ ପିଲାମାନେ, ଏମାନେ କେଉଁଠି ରହୁଥିଲେ ନା ସେଣ୍ଟ୍ରାଲ ହେଲା କୋଷ୍ଟାଲ ବେଲ୍ଟ। ସେଣ୍ଟ୍ରାଲ କୋଷ୍ଟାଲ ବେଲ୍ଟ କେଉଁଟାକୁ କୁହାଯାଏ ନା ତୁମର ଖୋର୍ଦ୍ଧା, ନୟାଗଡ଼ ଡିଷ୍ଟ୍ରିକ୍ଟ ଏବେ ଯେଉଁ ଜାଗା ଗୁଡ଼ା ପଡ଼ୁଛି ହେଲା, ତ ସେଇଗୁଡ଼ା ତୁମର ଆଗରୁ ସେଗୁଡ଼ାକୁ ସେଣ୍ଟ୍ରାଲ କୋଷ୍ଟାଲ ବେଲ୍ଟ ବୋଲି କୁହାଯାଏ ହେଲା। ତ ଏଇ ସବୁ ଜାଗାରେ ଓଡ୍ରା ଟ୍ରାଇବ୍ର ଲୋକମାନେ ରହୁଥିଲେ ଏବଂ ଏଇ ଓଡ୍ରା ଟ୍ରାଇବ୍ର ନାଁ ଯେଉଁ ଅଛି ଓଡ୍ରା ଟ୍ରାଇବ୍ ବା ଓଡ୍ରା, ଏଇଥିରୁ ହିଁ ତୁମର ଓଡ଼ିଆ ନାଁଟା ଆସିଛି, ବୁଝିଗଲା। ତେଣୁ ଇଏ ମଧ୍ୟ ଗୋଟେ ଭଲ ପଏଣ୍ଟ, ୟାକୁ ମଧ୍ୟ ମନେ ରଖିବ। ଓଡ଼ିଆ ନାଁଟା କେଉଁଠୁ ଆସିଛି ନା ମନେ ରଖିବ ଓଡ୍ରା ଟ୍ରାଇବ୍ ବା ଓଡ୍ରା ନାଁରୁ ଆସିଛି। ଆଉ ଓଡ୍ରା ଟ୍ରାଇବ୍ ମାନେ ତୁମର ଖୋର୍ଦ୍ଧା ଓ ନୟାଗଡ଼ ଡିଷ୍ଟ୍ରିକ୍ଟ ଯେଉଁ ଆମେ କହୁଛୁ ଆଜି, ସେ ଜାଗାରେ ସେମାନେ ରହୁଥିଲେ, ବୁଝିଗଲା। କ୍ଲିଅର। ଚାଲ ନେକ୍ସଟ ପଏଣ୍ଟ କ'ଣ କହିଛି ଦେଖ। ନେକ୍ସଟ ପଏଣ୍ଟ କହିଛି ଓଡ୍ରା ହେଲା। ଓଡ୍ରା ଇଜ୍ ଦ ପ୍ରି ହିଷ୍ଟୋରିକ୍ ନେମ୍ ଅଫ୍ ଓଡ଼ିଶା ହେଲା। ଏଇ ଯେଉଁ ଓଡ୍ରା ନାମଟା ପିଲାମାନେ, ଆଉ ଏଇଟା ହେଉଛି ଗୋଟେ ପ୍ରି ହିଷ୍ଟୋରିକ୍ ନେମ୍ ହେଲା। ଓଡ୍ରାଟା ହେଉଛି ଗୋଟେ କ'ଣ ନା ପ୍ରି ହିଷ୍ଟୋରିକ୍ ନେମ୍। ହ୍ୱାଇଲ୍ ଓଡ଼ିଶା ଇଜ୍ ଦ ମଡ଼ର୍ଣ୍ଣ ନେମ୍ ଅଫ୍ ଦ ଏନ୍ସିଏଣ୍ଟ କଳିଙ୍ଗ ଏମ୍ପାୟାର। ତେଣୁ ଓଡ୍ରାଟା ହେଉଛି ଗୋଟେ ପ୍ରି ହିଷ୍ଟୋରିକ୍ ନେମ୍। ଆଉ ଓଡ଼ିଶା ଯେଉଁଟା ଆଜି ଆମେ ଓଡ଼ିଶା କହୁଛୁ, ଏଇଟା ଆଗରୁ ଏଇଟା ଗୋଟେ କଳିଙ୍ଗ ଏମ୍ପାୟାର ଥିଲା ବୋଲି କୁହାଯାଏ
ହେଲା। ଏମ୍ପାୟାର କହିଲେ ବୁଝିପାରୁଛ ଯେଉଁ ରାଜାମାନଙ୍କର ଯେତିକି ବଡ଼ ତୁମର କ'ଣ ସାମ୍ରାଜ୍ୟ ଥିଲା ସେଟାକୁ ଏମ୍ପାୟାର କୁହାଯାଏ। ତେଣୁ କଳିଙ୍ଗ ଏମ୍ପାୟାରର ନାମ ହିଁ ବର୍ତ୍ତମାନ ଓଡ଼ିଶା ହେଇଯାଇଛି ହେଲା। ଆଉ ଆଗରୁ ଓଡ୍ରା ମଧ୍ୟ ତାକୁ କୁହାଯାଉଥିଲା। ବୁଝିଗଲା କ୍ଲିଅର? ଚାଲ ନେକ୍ସଟ ପଏଣ୍ଟ ଦେଖିବା। ଦ ପଲିଟିକାଲ ହିଷ୍ଟ୍ରି ଓପେନ୍ ୱିଥ୍ ଦ ରୁଲ୍ ଅଫ୍ ନନ୍ଦ। ଏଇଟା ଦେଖ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ଏଠି ଲେଖା ହେଇଛି। କ'ଣ ଲେଖା ହେଇଛି? ଆମର ଓଡ଼ିଶାର ଯଦି ଆମେ ପଲିଟିକାଲ ହିଷ୍ଟ୍ରି, ପଲିଟିକାଲ ମାନେ ରାଜନୈତିକ ହିଷ୍ଟ୍ରି କଥା ଯଦି ଆମେ ରାଜନୈତିକ ଇତିହାସ କଥା ଦେଖିବା ତ ଓଡ଼ିଶାର ରାଜନୀତିକ ଆରମ୍ଭ ହୁଏ କେଉଁଠୁ? ନା ନନ୍ଦମାନଙ୍କର ଶାସନ ସମୟରୁ ଆରମ୍ଭ ହୁଏ ହେଲା। ତେଣୁ ଇଏ ପ୍ରଥମ ଜିନିଷ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ମନେ ରଖିବ ଯେ ଓଡ଼ିଶାର ଶାସନ କେଉଁମାନଙ୍କ ଦ୍ୱାରା ପ୍ରଥମେ ଆରମ୍ଭ କରାଯାଇଥିଲା ବା ପଲିଟିକାଲ ହିଷ୍ଟ୍ରି କେଉଁଠୁ ଷ୍ଟାର୍ଟ ହେଇଥିଲା? ନା ନନ୍ଦମାନଙ୍କର ଶାସନ ସମୟରୁ ଷ୍ଟାର୍ଟ ହେଇଥିଲା। ତେଣୁ ପ୍ରଥମେ ଆମର ଓଡ଼ିଶାରେ କ'ଣ ନନ୍ଦମାନେ ସବୁ ଶାସନ କରୁଥିଲେ ହେଲା। ତା ନନ୍ଦ ରୁଲ୍ ମଗଧ। ନନ୍ଦମାନେ ଆକ୍ଚୁଆଲି ପ୍ରଥମେ କେଉଁଠି? ନା ମଗଧରେ ଶାସନ କରୁଥିଲେ। ମଗଧ ନାମ ଶୁଣିଥିବ ହେଲା, ଇଣ୍ଡିଆନ୍ ହିଷ୍ଟ୍ରି ପଢ଼ିଲା ବେଳେ ଶୁଣିଥିବ। ତ ନନ୍ଦମାନେ ଏଇ ମଗଧରେ ହିଁ ଶାସନ କରୁଥିଲେ ସେମାନେ। ଆଣ୍ଡ ୱେଆର୍ ଏମଙ୍ଗ ଦ ଫାଷ୍ଟ। ଆଉ ଏଇମାନେ ହେଉଛନ୍ତି, ଏଇ ଯେଉଁ ନନ୍ଦମାନେ ହେଉଛନ୍ତି ପ୍ରଥମ ଲୋକ ଟୁ ଇଣ୍ଟିଗ୍ରେଟ୍ କଳିଙ୍ଗ। ସେଇମାନେ ହିଁ ଏଇ କଳିଙ୍ଗଟାକୁ କ'ଣ କରୁଥିଲେ? ବା ଆମର ଓଡ଼ିଶାଟାକୁ ତାଙ୍କର ଏମ୍ପାୟାରରେ ବା ମଗଧ ସହିତ ସେମାନେ ମିଶାଇ ଦେଇଥିଲେ। କେବେ? 350 BC ହେଲା। 350 BCରେ ନନ୍ଦମାନେ ଆମର କଳିଙ୍ଗକୁ ଏ ମଗଧ ଏମ୍ପାୟାର ସହିତ ମିଶାଇ ଦେଇଥିଲେ। ସେଥିପାଇଁ ନନ୍ଦମାନଙ୍କୁ ଆମର ଓଡ଼ିଶାର ପଲିଟିକାଲ ହିଷ୍ଟ୍ରି ସେମାନେ ହିଁ ଓପେନ୍ କରିଥିଲେ ବୋଲି କୁହାଯାଏ। ବୁଝିପାରିଲ ପଏଣ୍ଟଟି? ଇମ୍ପୋର୍ଟାଣ୍ଟ ପଏଣ୍ଟ ଅଛି, ମନେ ରଖିବ ହେଲା। ନେକ୍ସଟ ପଏଣ୍ଟ କ'ଣ ଦେଇଛି ଦେଖ। ଦ ମୋରିଆନ୍ ଡିନାଷ୍ଟି ଅଣ୍ଡର ଏମ୍ପେରର ଅଶୋକ ଫୋର୍ଟ ଦ ଫେମସ୍ କଳିଙ୍ଗ ୱାର୍ ହେଲା। ତାପରେ ତୁମର ଯେଉଁ ମୋରିଆନ୍ ଡିନାଷ୍ଟି ହେଲା, ମୋରିଆନ୍ ଡିନାଷ୍ଟି ଏଇ ନନ୍ଦମାନଙ୍କର ପରେ ପରେ ମୋରିଆନ୍ ଡିନାଷ୍ଟିର ଶାସନ ଦେଖିବା ପାଇଁ ମିଳିଥିଲା। ଯେଉଁଥିରେ ତୁମର ରାଜା ଜଣେ ଥିଲେ କିଏ? ଅଶୋକ ରାଜା ଥିଲେ, ନାଁ ଶୁଣିଥିବ ହେଲା। ଅଶୋକ କେଉଁ ଡିନାଷ୍ଟିର ଥିଲେ? ତାହେଲେ ଏଇ ମୋରିଆନ୍ ଡିନାଷ୍ଟିର ହିଁ ସିଏ ରାଜା ଥିଲେ, ଯିଏକି ବହୁତ ଫେମସ୍ ଯେଉଁ ଯୁଦ୍ଧ କଳିଙ୍ଗ ୱାର୍ ସିଏ ଲଢ଼ିଥିଲେ ହେଲା। କେବେ ଲଢ଼ିଥିଲେ? 260 BCରେ ହେଲା। ତ ପ୍ରଶ୍ନ ଏଇଠୁ ବି ବହୁତ ଥର ଆସେ ଯେ କଳିଙ୍ଗ ୱାର୍ କେବେ ହେଇଥିଲା? ମନେ ରଖିବ 260 BCରେ ତୁମର କଳିଙ୍ଗ ୱାର୍ ହେଇଥିଲା। କିଏ ଲଢ଼ିଥିଲେ କଳିଙ୍ଗ ୱାର୍? ଅଶୋକ ଲଢ଼ିଥିଲେ। କାହା ବିରୋଧରେ? ନା ଆମର କଳିଙ୍ଗ ବିରୋଧରେ ସେ ଯୁଦ୍ଧଟିକୁ ଲଢ଼ିଥିଲେ ଏବଂ ଅଶୋକ ମୋରିଆନ୍ ଡିନାଷ୍ଟିର ସିଏ ରାଜା ଥିଲେ। ବୁଝିଗଲା କ୍ଲିଅର? ଚାଲ ନେକ୍ସଟ ପଏଣ୍ଟ କ'ଣ ଦେଇଛି ଦେଖ। ନେକ୍ସଟ କହିଛି ନେକ୍ସଟ କେମ୍ ଟୁ। ତାପରେ ଏମାନଙ୍କ ପରେ ନେକ୍ସଟ ଆସିଥିଲେ କେଉଁ ଡିନାଷ୍ଟି? ନା ଓଡ଼ିଶାରେ ତୁମର ଛେଦି ଡିନାଷ୍ଟିର ଶାସନ ଦେଖିବା ପାଇଁ ମିଳିଥିଲା। 1000 BC ପାଖାପାଖି ସମୟରେ ଓଡ଼ିଶାରେ ଛେଦି ଡିନାଷ୍ଟିର ଶାସନ ଦେଖିବା ପାଇଁ ମିଳିଥିଲା। ହ୍ୱିଚ୍ ୱାଜ୍ ଫଲୋଡ୍ ବାଇ ମୋରିଆନ୍ ଡିନାଷ୍ଟି ହେଲା। ତେଣୁ ମୋରିଆନ୍ ଡିନାଷ୍ଟିର ପରେ ପରେ ତୁମର ଛେଦି ଡିନାଷ୍ଟିର ଶାସନ ଦେଖିବା ପାଇଁ ମିଳିଥିଲା 100 BC 100 BC ସମୟରେ। ବୁଝିଗଲା? ତେଣୁ ସିରିଏଲି ମନେ ରଖୁଥିବ। ପ୍ରଥମ କେଉଁ ଡିନାଷ୍ଟି କହିଲି କେଉଁମାନଙ୍କର ଶାସନ ଚାଲିଥିଲା? ନନ୍ଦ ଡିନାଷ୍ଟି ବା ନନ୍ଦମାନଙ୍କର ଶାସନ ଚାଲିଥିଲା। ତାପରେ ତୁମର କେଉଁମାନେ? ଯେଉଁ ମୋରିଆନ୍ ମାନଙ୍କର ଶାସନ ହେଇଥିଲା। ତାପରେ ତୁମର ଆସିଥିଲା କେଉଁ? ଛେଦି ଡିନାଷ୍ଟିର ଶାସନ ହେଇଥିଲା। ବୁଝିଗଲା? ତାପରେ ନେକ୍ସଟ ଆସିଥିଲା ତୁମର ଗୁପ୍ତା ଡିନାଷ୍ଟି ହେଲା। ଗୁପ୍ତ ବଂଶର ଶାସନ ଓଡ଼ିଶାରେ ଦେଖିବା ପାଇଁ ମିଳିଥିଲା, ଯେଉଁଟାକି 350 AD ହେଲା। ଏଇଟା ତୁମର BC ଥିଲା, ଏବେ AD ହେଇଗଲାଣି ହେଲା। ତ ଗୁପ୍ତାମାନଙ୍କର ଶାସନ 350 ADରେ ଦେଖିବା ପାଇଁ ମିଳିଥିଲା। ତାପରେ ଆଉ ଗୋଟେ ଡିନାଷ୍ଟିର ଶାସନ ଆସିଥିଲା, ଯେଉଁଟାକୁ କ'ଣ ଶୈଲଭବ ଡିନାଷ୍ଟି ବୋଲି କୁହାଯାଏ। ତ ଶୈଲଭବ ଡିନାଷ୍ଟିର ତାପରେ ଗୁପ୍ତାମାନଙ୍କ ପରେ ଶୈଲଭବ ଡିନାଷ୍ଟିର ଶାସନ ଓଡ଼ିଶାରେ ଦେଖିବା ପାଇଁ ମିଳିଥିଲା ହେଲା। ତାପରେ ନେକ୍ସଟ ଆସିଥିଲେ ଭୌମକର ମାନେ ହେଲା। ତାକୁ ଭୌମକର ଡିନାଷ୍ଟି କୁହାଯାଏ। ଭୌମକର ଡିନାଷ୍ଟିର ରାଜାମାନେ ତାପରେ ଓଡ଼ିଶାକୁ ଶାସନ କରିଥିଲେ। ଏଷ୍ଟାବ୍ଲିଶ ଇନ୍ ଦ ଫାଷ୍ଟ ହାଫ୍ ଅଫ୍ 8th century। 8th centuryର ପ୍ରଥମ ହାଫ୍ରେ ସେମାନେ ଓଡ଼ିଶାରେ ଶାସନ କରିଥିଲେ। ଇଟ୍ ହେଡ୍ ମେନି ଓମେନ୍ ରୁଲର। ଏବଂ ଏଇ ଭୌମକର ଡିନାଷ୍ଟିରେ ପିଲାମାନେ ବହୁତ ସାରା ଓମେନ୍ ରୁଲର ହେଲା। ଓମେନ୍ ମାନେ ଏଇଥିରେ ରୁଲର ଭାବରେ, ରାଣୀ ଭାବରେ ଶାସନ କରିଥିଲେ ହେଲା। ବୁଝିଗଲା? ସିରିଏଲି ମନେ ରଖୁଥିବ କେଉଁ ଡିନାଷ୍ଟି ପରେ କେଉଁ ଡିନାଷ୍ଟିର ଶାସନ ଓଡ଼ିଶାରେ ଦେଖିବା ପାଇଁ ମିଳିଥିଲା। କ'ଣ ପାଇଁ? ଡିନାଷ୍ଟି ଗୁଡ଼ା ବିଷୟରେ ବି ଆମେ ଡିଟେଲରେ ଆଗକୁ କଭର କରିବା ହେଲା। ଏବେ ଖାଲି ମୁଁ ଗୋଟେ କ'ଣ ଓଭରଭ୍ୟୁ ଦେବା ପାଇଁ ତୁମକୁ ଏଗୁଡ଼ା ପଏଣ୍ଟସ୍ ଗୁଡ଼ାକ ମୁଁ କହୁଛି। କାହା ପରେ କେଉଁ ଡିନାଷ୍ଟି ଓଡ଼ିଶାରେ କେମିତି ଶାସନ ହେଇଥିଲା। ବୁଝିଗଲା? ଚାଲ ତାପରେ ନେକ୍ସଟ ଆସିଥିଲା ଭୌମକର ମାନଙ୍କ ପରେ ନେକ୍ସଟ ଦେଖିବା ପାଇଁ ମିଳିଥିଲା ସମବଂଶୀ ଡିନାଷ୍ଟିର ରାଜା ମାନଙ୍କର ଶାସନ ହେଲା। ତ ସମବଂଶୀ ଡିନାଷ୍ଟି ନେକ୍ସଟ ଆସିଥିଲେ ହେଲା। ୱାଜ୍ ଏଷ୍ଟାବ୍ଲିଶ। ଏମାନେ ଶାସନ କରିଥିଲେ କେବେ? ନା ମିଡିଲ୍ ଅଫ୍ 10th century। 10th century ADର ମିଡିଲରେ ସେମାନେ ଶାସନ କରିଥିଲେ ବୋଲି କୁହାଯାଏ। ଆଣ୍ଡ କଣ୍ଟିନ୍ୟୁଡ ଇଟ୍ସ ରୁଲ୍ ଫର୍ 300 years। ଏବଂ 300 ବର୍ଷ ପାଖାପାଖି ଶାସନ କରିଥିଲେ। କେଉଁମାନେ କରିଥିଲେ? ନା ଏଇ ସମବଂଶୀ ଡିନାଷ୍ଟିର ରାଜାମାନେ କରିଥିଲେ। ଇଟ୍ ଇଜ୍ ଦ ଲାଷ୍ଟ ଡିନାଷ୍ଟି ଫର୍ମ ଇନ୍ ଏନସିଏଣ୍ଟ ଓଡ଼ିଶା।
तेणु एनसीएंट ओडिशा कथा जदि आमे देखिबा ताले एई जो समवंशी डिनास्टी ही सबुठो लास्ट डिनास्टी थिला जोटा कि हमर एनसीएंट टाइम रे ओडिशा रे शासन करथिले केते वर्ष ना 300 वर्ष करथिले बुझी गेला तापरे मॉडर्न पीरियड आसीची मॉडर्न पीरियड रे पुणी अलग अलग राजवंश वा डिनास्टी रो राजा माने शासन करिसंती सेगुडा आमे मॉडर्न हिस्ट्री रे सॉरी जो मेडिवल हिस्ट्री मॉडर्न कहूची मेडिवल हिस्ट्री हला मेडिवल हिस्ट्री रे आमे सेगुडा को कवर करिबा बुझी गेला क्लियर चलो नेक्स्ट एबे देखिबा हमर जो ओडिशा रो ना गुडा मु प्रथम पॉइंट रे कहितली से ना गुडा को टिके डिटेल रे पढिबा हला तो सेति पई मु एठी हेडिंग करछि देखो हिस्टोरिकल नेम ऑफ ओडिशा ओडिशा रो हिस्टोरिकल नेम कोन कोन सब थिला गोटे नाम थिला कलिंग एबे आमे जस्ट टिके आगुर कहउथिले हला तो ओडिशा रो नाम कलिंग थिला ए कलिंग नामटा केबे केते बेले थिला अकॉर्डिंग टू पुराण एंड महाभारत एटा मने रखिबो इंपोर्टेंट पॉइंट पुराण आ महाभारत अनुसार हमर ओडिशा रो नाम हला इट वाज नेम्ड आफ्टर द प्रिंस कलिंग कुहा जाय जे कलिंग नाम रे जणे राजकुमार थिले हला सन ऑफ किंग बली जी कि बाड़ी राजांकर पुओ थिले बोली कुहा जाय एवं तांकर रानी थिले सुदेशना हला सुदेशना रानी एवं राजा बाड़ी थिले तांकर पुओ कलिंग थिले तांकर नाम अनुसार कुहा जाय जे हमर ओडिशा रो नाम कलिंग हिची बोली कुहा जाय एटा पुराण आ महाभारत रे तमरो ए कथा मेंशन अछि बुझी हला ई पॉइंट टी एगुडा बहुत भलो इंपोर्टेंट पॉइंट पिला माने एगुडा को मने रखिबो भलो से हला तापरे उत्कल कथा जदि आमे देखिबा हला उत्कल उत्कल नाटा केमिति हिची ना अकॉर्डिंग टू महाभारत अनुसार उत्कल वाज ए पार्ट ऑफ कलिंग कुहा जाय उत्कलटा होची कलिंग साम्राज्य रो गुटे अंश बोली कुहा जाय बुझी हला नेक्स्ट हला महाकांतारा हला एटा भी गुटे ओडिशा रो पुराना नाम महाकांतारा नाम गुडा बहुत इंपोर्टेंट पिला माने मु बारंबार कहूची हला महाकांतारा मध्य हमर ओडिशा रो ही गोटे नाम थिला दिस नेम वाज फाउंड ड्यूरिंग गुप्ता पीरियड एवं ये महाकांतारा नामटा को समय रे ना गुप्ता मानकर शासन समय रे महाकांतारा नाम हमर ओडिशा रो रखा हितला हला एवं ए महाकांतारा को जगहटा कुहा जाउथला कलाहांडी आ जयपुर आज आमे जो जगह कहूछु सेटा को समाने गुप्ता मानकर समय रे महाकांतारा बोली कहूतले बुझी पारल क्लियर चलो आगो को जीवा आउ कोन कोन सब ना थिला देखो नेक्स्ट पॉइंट थिला ओड्रा 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 मध्य हमर ओडिशा रो नाम थिला ओड्रा नाम केमिति हितला ना इट वाज द किंगडम व्हिच इंक्लूडेड कोस्टल रीजन ऑफ ओडिशा ओडिशा रो जो कोस्टल रीजन समुद्र उपकूलवर्ती अंचल गुडा को ना एनसीए टाइम रे ओड्रा बोली कुहा जाउथला हला सेमिति आउ गुटे ओड्रा देखो एटा यूडीआर उड्रा थिला एटा ओड्रा ओडीआर हला ओड्रा नाम केमिति हितला ओड्रा नाम मु जस्ट टिके आगुरु कहउतली एटा तमरो कोन जो ओड्रा टाइप करो नाम अनुसार है ओड्रा टाइप कौटी रोते एवं मुझे डिस्कसन करूली तो से ओड्रा टाइप कर ना अनुसार ओड्रा रखाई सेमती ओडियाणा ओडियाणा गोटे नाम थिला आमर ओडिशार है दिस नेम वाज मेंशन इन बुद्धिस्ट टेक्स्ट है बुद्धिस्ट टेक्स्ट गुड़ारे जो बौद्ध धर्मर ग्रंथ गुड़ारे तुम ओडियाणा नाम मेंशन अच्छी आम ओडिशार है सेमती साउथ कौशल ये गोटे ओडिशार नाम है इट वाज नेम्ड फॉर द मॉडर्न डे छत्तीसगढ़ एंड वेस्टर्न पार्ट ऑफ ओडिशा है जोटा आम आज छत्तीसगढ़ एवं जो पश्चिम ओडिशा बोली कहूँ से जगह गुड़ा को आगु साउथ कौशल नाम बोली कह साउथ कौशल नाम थिला तार है कुश रूल्ड साउथ हाँ आउ ये जो साउथ कौशल जो अंचलटा थिला एटा को कुश शासन करुले बोली कह जाए है जी कि आम राम भगवान पुओ थिले से शासन करुले बोली कह जाए रामायण अनुसार बुझीगला तापर नेक्स्ट पॉइंट कौन अच्छी देख कंगोड़ा है कंगोड़ा कंगोड़ा कोटा को से आमर ओडिशार नाम ही कंगोड़ा थिला है कंगोड़ा केमिति हितला ना दिस नेम वाज फाउंड ऑन ए कॉपर प्लेट इन गंजाम गंजाम डिस्ट्रिक्ट रे गोटे कॉपर प्लेट पुरातन समय मिली जो थे आमर ओडिशार नाम कंगोड़ा थिबार प्रमाण मिली है सेमती त्रिकलिंग नाम थिला ओडिशार त्रिकलिंग नाम केमिति कौ समय रे थिला ना दिस नेम वाज फाउंड ऑन ए कॉपर एटा भी गोटे कॉपर प्लेट रू नाम त्रिकलिंग नाम थिबार मिली जोटा कि तुम सोनपुर से कॉपर प्लेट मिली जो आमर ओडिशार नाम त्रिकलिंग थिबार प्रमाण मिली है जमी तोसाड़ी तोसाड़ी गोटे ओडिशार नाम कह जाए इट वाज नेम्ड फॉर ए सिटी तोसाड़ी गोटे सिटीर नाम करा तोसाड़ी जोटा कि तुम ये आमर कलिंगर किसी अंश को लेकिन गोटे तोसाड़ी बोली कह जाउथला कौ समय ना अशोक जिते शासन करुले अशोक समय नाम तुम तोसाड़ी रही है नेक्स्ट जब देखा ओडिभिसा ओडिभिसा गोटे ओडिशार नाम थिला दिस नेम वाज रेफर्ड इन बुद्धिस्ट बौद्ध धर्मर ग्रंथ रे ओडिभिसा बोली आमर ओडिशार नाम मेंशन अच्छी तापर जजनागर जजनागर गोटे ओडिशार नाम एटा भी किसी टेक्स्ट एंशिएंट टेक्स्ट रे जजनागर नाम भी थिबार प्रमाण मिली है
ତେଣୁ ଯେତେ ସବୁ ନାଁ ସବୁ ମୁଁ କହିଲି ଏ ସବୁ ନାମ ଗୁଡ଼ା ପିଲାମାନେ ତୁମର ଆମର ଓଡ଼ିଶାକୁ ହିଁ ଅନ୍ୟ ବିଭିନ୍ନ ନାମରେ ସବୁ ସେତେବେଳେ କୁହାଯାଉଥିଲା। ବୁଝିଗଲା? ତେଣୁ କେଉଁ ନାମଟା କେଉଁ ସମୟରେ ହେଇଥିଲା, କେଉଁଠୁ ପ୍ରମାଣ ତାର ମିଳିଛି, ଏଗୁଡ଼ା ଟିକେ ମନେ ରଖିବ। ବୁଝିଗଲା? ତ ଆଜି ଆମେ ହିଷ୍ଟ୍ରିର କିଛି ଇମ୍ପୋର୍ଟାଣ୍ଟ ପଏଣ୍ଟସ୍ ଦେଖିଲେ, ତାପରେ ଓଡ଼ିଶାର ହିଷ୍ଟୋରିକାଲ ନେମ୍ ଗୁଡ଼ାକ ଦେଖିଲେ ହେଲା। ତ ୟାର ନେକ୍ସଟ କ୍ଲାସ୍ ଯେଉଁ ଆସିବ ତୁମର ଏନସିଏଣ୍ଟ ହିଷ୍ଟ୍ରିର, ସେଥିରେ ଆମେ ସୋର୍ସେସ୍ ଅଫ୍ ହିଷ୍ଟ୍ରି ଅଫ୍ ଓଡ଼ିଶା, ଓଡ଼ିଶାର ଇତିହାସର କ'ଣ ସୋର୍ସ ରହିଛି ହେଲା, ସେଗୁଡ଼ାକ ଆମେ ଗୋଟେ ଗୋଟେ ଡିସ୍କସନ୍ କରିବା। ତ ଆଜିର କ୍ଲାସ୍ ମୁଁ ଭାବୁଛି ଭଲ ଭାବରେ ବୁଝି ହେଇଥିବ କ'ଣ କ'ଣ ସବୁ ଥିଲା। ଏଗୁଡ଼ାକ ନୋଟ୍ସ କରିକି ଏଗୁଡ଼ାକ ବାରମ୍ବାର ମଝିରେ ମଝିରେ ତୁମେ ରିଭିଜନ୍ କରିବା ଦରକାର, ହେଲେ ଯାଇକି ପାଠ ଗୁଡ଼ାକ ଠିକ୍ସେ ମନେ ରହିବ। ବୁଝିପାରୁଛ ମୋ କଥା? ତ ଆଜି ପାଇଁ କ୍ଲାସ୍ଟିକୁ ଏଇଠି ରଖିବା। ପିଲାମାନେ ମୁଁ ଛୋଟ ଛୋଟ କରୁଛି, କ'ଣ ପାଇଁ ଛୋଟ ଛୋଟ ଭିଡ଼ିଓ କଲେ ତୁମେ ଶୀଘ୍ର ଶୀଘ୍ର ଭଲସେ ମନେ ରଖିକି ଆଗକୁ ଚାଲିବ। ଏକାଥରେ ଲମ୍ବା 1 ଘଣ୍ଟା 2 ଘଣ୍ଟାର ଭିଡ଼ିଓ କଲେ ତୁମକୁ ମନେ ରଖିବା ପାଇଁ ଅସୁବିଧା ହେବ। ବୁଝିଗଲା? ତେଣୁ ଯେତିକି ପଢ଼ା ହେଉଛି ତୁମେ ସେତିକି ଜିନିଷ କ'ଣ ମନେ ରଖିକା ଚାଲ, ଦେଖିବ ଖୁବ୍ କମ୍ ସମୟ ଭିତରେ ତୁମେ ପୁରା ଓଡ଼ିଶା ହିଷ୍ଟ୍ରିକୁ କଭର୍ କରିନେବ ହେଲା। ତ ଆଜି ପାଇଁ ଭିଡ଼ିଓଟିକୁ ଏଇଠି ରଖିବା। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।